ତ ହାଏ ଗାଇସ୍, ତ ଆଜି ଆମେ କଥା ହେବା ଗୋଟେ ପୋଖରୀ ବିଷୟରେ, ଯେଉଁଟାକି ଆମର ଗାଧେଇବା ପୋଖରୀ। ମୁଁ ହେଲା ବିଞ୍ଜା ମୁଣ୍ଡା, ଆଉ ଏକ ନୂଆ ଭିଡିଓରେ ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଉ ସମସ୍ତେ ଦେଖୁଥାନ୍ତୁ ଆମ ଭିଡିଓକୁ, ସେଥିପାଇଁ ମୁଁ କହୁଛି ଏଇ ସମୟରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରୁ। ଆଉ ଆଜିର ନୂଆ ଭିଡିଓରେ ଯେଉଁଟାକି ଆପଣ ଏପଟେ ଦେଖିପାରୁଥିବେ ବନ୍ଧ ଅଛି, ବନ୍ଧଟା ବଡ଼ ପୋଖରୀଟା ଦେଖନ୍ତୁ। ସମସ୍ତଙ୍କୁ ଦେଖଉଛି ଏପଟେ ଏମିତି କିଛି ଅଛି, ଆଉ ଏପଟେ ବି ଦେଖନ୍ତୁ ମୁଁ ପୁରା ଦେଖଉଛି, ଏପଟେ ପୁରା ବହୁତ ସାର ଅଛି ଏଇ ବନ୍ଧଟା, ଆଉ ଏପଟେ ଏମିତି କିଛି ଅଛି। ତ ଏଇ ବନ୍ଧରେ ଆମେ ଦିନେ ଗାଧୋଇବାକୁ ଆସିଥିଲୁ, ଆଉ ଗାଧୋଇବା ସମୟରେ ହଠାତ୍ ଏଇ ଜାଗାରେ ଆମର ଯୋଉ କନ୍ୟା ସହିତ ଆମେ ଆସିଥିଲୁ, ଆଉ ଗାଧୋଇବା ସମୟରେ ସେ ହଠାତ୍ ଗାଧୁଥିଲା ଆଉ ଏଇ ସମୟରେ ଯେଉଁଟାକି ମୁଁ ଉପରେ ଥିଲି, ଏପଟେ ଦେଖିପାରୁଥିବେ ଏଇଠି, ଏଇ ପାଖରେ ଥିଲି ମୁଁ, ଏଇଟା ଏପଟେ ଏଇଠି ଗାଧୁଥିଲା ସିଏ ଯେତେବେଳେ, ଆଉ ଏଠି ଗାଧୁଥିଲା, ଆଉ ସେଇ ସମୟରେ ତା ସେ ଡୁବି ଯାଉଥିଲା ଯେ କାହିଁକି ଡୁବି ଯାଉଥିଲା ମତେ ଜାଣିପାରିଲିନି। ଆଉ ଡୁବି ଯାଉଥିଲା ସମୟରେ ମୁଁ ହଠାତ୍ ଦେଖିଦେଲି, ଆଉ ତାପରେ ମୁଁ ତାକୁ ବଞ୍ଚିବାକୁ ଡେଇଁକି ତାକୁ ଧରିକି ଟାଣି ଆଣିଲି। ତ ସେଥିପାଇଁ ମୁଁ ସମସ୍ତ ଭାଇ ମାନଙ୍କୁ ଅନୁରୋଧ କରୁଛି ଯେ ଆପଣ ମାନେ ଯଦି ବି ଏଇ ବନ୍ଧକୁ ଆସୁଛନ୍ତି, ରୁଗୁଡିରେ ଯାହା ବି ଭାଇ ମାନେ ଅଛନ୍ତି, ଏ ବନ୍ଧକୁ ଯଦି ପୋଖରୀକୁ ଆସୁଛନ୍ତି ଗାଧୋଇବାକୁ, ତାହେଲେ ସାବଧାନ ରୁହନ୍ତୁ। ଆଉ ଗାଧୋଇବା ସମୟରେ ଭିତରକୁ ପଶନ୍ତୁ ନାହିଁ, ବାହାରି ଆପଣ ମଗ କିମ୍ବା ଯେ ଗିନା ହିସାବରେ ଆପଣ ଢାଳିକି ଗାଧି ପାରିବେ, ଆଉ ଭିତରକୁ ପଶନ୍ତୁ ନାହିଁ। ଏଇ ଜାଗାରେ ଏମିତି କିଛି ଅଛି। ଆଉ ରାତିରେ ଯେତେବେଳେ ମୋ କନ୍ୟା ସ୍ୱପ୍ନରେ ପାଇଲା, ସିଏ କହୁଛି କି ତମକୁ ଆଉ ଜଣେ ମିଳିଗଲା ବୋଲି ସିଏ ତମକୁ ବଞ୍ଚେଇଲା, ନହେଲେ ମୁଁ ତମକୁ ଟାଣିକିରି ନେଇଯାଇଥାନ୍ତା, ମୋ ଜୀବନ ସାଥୀ ବନି ବୋଲି କହୁଥିଲା ବୋଲି ମୋ ଯୋଉ କନ୍ୟା ସେ ମତେ ସକାଳେ କହିଲା। ଭଲ ହେଲା ମୁଁ ବଞ୍ଚିଲି, ଆଉ ତ ମୁଁ ସେ ବନ୍ଧକୁ ମୁଁ ଜମା ବି ଗାଧୋଇବାକୁ ଯିବିନି ବୋଲି ଯୋଉ କନ୍ୟା ମୋ କନ୍ୟାର ନାମ ହେଲା ଜିମା ମୁଣ୍ଡା, ଆଉ ରଗୁଡିଟା। ଆଉ ରଗୁଡିରେ ଯେଉଁମାନେ ବି ଭାଇ ମାନେ ଏଇ ବନ୍ଧ ବା ପୋଖରୀକୁ ଗାଧୋଇବାକୁ ଆସୁଛନ୍ତି, ବନ୍ଧ ଦେଖିପାରୁଛନ୍ତି, ଦେଖିଛନ୍ତି, ଏଇଟା ଦେଖନ୍ତୁ ଏମିତି କିଛି ଅଛି ପୋଖରୀଟା। ଆଉ ସାବଧାନ ହେଇ ଗାଧନ୍ତୁ, କାରଣ ତମମାନଙ୍କ ସହିତ ବି ଏମିତି ଘଟଣା ଘଟିପାରେ। ସେଥିପାଇଁ ମୁଁ ଏଇ ଯୋଉ ଭିଡିଓଟା ବନଉଛି, ସମସ୍ତେ ଯଦି ବି ଯେଉଁମାନେ ବି ମୋର ଭିଡିଓକୁ ଦେଖିଛନ୍ତି ସେମାନଙ୍କୁ ସାବଧାନ ରୁହନ୍ତୁ। ଏଇ ପୋଖରୀକୁ ଆପଣ ପହଞ୍ଚିଲା ପରେ ହୋସିଆରିରେ ଗାଧନ୍ତୁ, ଯେମିତିକି ତମମାନଙ୍କ ସହିତ ବି ଏମିତି ଘଟଣା ନ ଘଟୁ, ଯେମିତିକି ମୋ କନ୍ୟା ସହିତ ଯୋଉ ଘଟଣାଟା ଘଟିଗଲା। ସେଥିପାଇଁ ମୁଁ ଏଇ ଭିଡିଓଟା ବନଉଛି। ଆଉ ଏମିତି କିଛି ଅଛି, ସେଇଦିନ ଆମେ ସମସ୍ତେ ପରିବାର ଆସିଥିଲୁ, ଆଉ ଏପଟେ ବି ଗାଧୁଥିଲି, ମୋର ଯୋଉ କନ୍ୟାର ଯୋଉ ଝିଅ ମାନେ ଆଉ ଜ୍ୱାଇଁ ମାନେ ଆସିଥିଲା, ଆଉ ଆମେ ମାନେ ଏଠି ଗାଧୁଥିଲୁ। ଏ ଗଲା ମାସ ଯୋଉଟା କି ଆମର ଜୁଲାଇ ମାସର କଥାଟା ଏଇଟା କହୁଛି। ସେଇଦିନ ଜୋର ବି ବର୍ଷା ବି ହଉଥିଲା, ତ ଟିକେ ଛାଡିଲା ପରେ ଆମେ ଗାଧୋଇକି ଆସିଥିଲୁ। ଆଉ ଏଇଠି ବନ୍ଧରେ ଦେଖିପାରୁଥିବେ, ଏଇ ଜାଗାରେ ସିଏ ଦେଖନ୍ତୁ, ଏଇ ଜାଗାରେ ସିଏ ବୁଡି ମରୁଥିଲା, ଏଇଠି ଦେଖିପାରୁଥିବେ, ଏଇଟା ତଳରୁ ଦେଖଉଛି, ଦେଖନ୍ତୁ ଏମିତି କିଛି ଅଛି। ଆଉ ଯେଉଁମାନେ ବି ଗାଧୋଇବାକୁ ଆସୁଛନ୍ତି ସମସ୍ତେ ଭଲରେ ଗାଧନ୍ତୁ, ଆଉ ସାବଧାନରେ ଗାଧନ୍ତୁ, ଯେମିତିକି ତୁମମାନଙ୍କର ସହିତ କିଛି ଘଟଣା ନ ଘଟେ। ଆଉ ଭଲରେ ଗାଧନ୍ତୁ। ଆଉ ଜଣେ ବି ତୁମମାନେ ଗାଧୋଇବାକୁ ଆସୁଛ, ତାହେଲେ ତୁମମାନେ ଏ ବନ୍ଧରେ ଗାଧୋଇବା ସମୟରେ ସମସ୍ତେ ମିଳିମିଶିକି ଆସନ୍ତୁ ଆଉ ଗାଧନ୍ତୁ, କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ଜଣକାର ପାଇଁ ଗାଧୋଇବା ପାଇଁ ଏଠି ବହୁତ ମୁସ୍କିଲ। ଏଇ ଯେ ବନ୍ଧରେ ଗୋଟେ ଦେବତା ଅଛି, ବା ସେ ଶୈତାନଟା, ସେ ଆଉ ଜଣକୁ କାହାକୁ ନେବା ପାଇଁ ଚାହୁଁଛନ୍ତି, କହିହେବନି ଆଗକୁ କଣ ହବ। ଆଉ ମୋ କନ୍ୟା ଭଲ ହେଲା, ସେଇଦିନ ମୁଁ ଥିଲି ବୋଲି ମୋ କନ୍ୟାକୁ ମୁଁ ବଞ୍ଚେଇଲି, ନହେଲେ ସିଏ ସିଧା ଉପରକୁ ପଡିଥାନ୍ତା ଡୁବି ମରି। ସେଥିପାଇଁ ମୁଁ ସମସ୍ତଙ୍କୁ ଭାଇ ଭଉଣୀକୁ ଅନୁରୋଧ କରୁଛି, ଏଇ ବନ୍ଧକୁ ଯଦି ବି ତୁମମାନେ ଆସୁଛ କିଏ ଗାଧୋଇବାକୁ, ତାହେଲେ ପ୍ଲିଜ ସାବଧାନରେ ଗାଧନ୍ତୁ, ଆଉ ଭଲରେ ଗାଧନ୍ତୁ, ଆଉ ସେଆରେ ଗାଧନ୍ତୁ, ଭିତରକୁ ପଶନ୍ତୁ ନାହିଁ, ବାହାରେ ହିଁ ଗାଧନ୍ତୁ, ଯେମିତିକି ତୁମମାନଙ୍କର କିଛି ଘଟଣା ନ ଘଟେ। କାହିଁକିନା ତୁମମାନଙ୍କର ବି ଛୁଆ ପିଲା ଅଛନ୍ତି, ଆଉ ସେମାନଙ୍କର ବି ଟିକେ ଚିନ୍ତା କରନ୍ତୁ। ଏଇ ବନ୍ଧରେ ଗାଧେଇଲା ପରେ ତୁମେ ଏଇ ସାଇଡରେ ଗାଧଉଛ, କିଛି ପ୍ରୋବ୍ଲେମ ନାହିଁ। ଏଇ ବନ୍ଧଟା ହେଲା ଆମର ରହିଲା ସିରମେଟାଲି ସିରଗୁଡି ପ୍ଲାଣ୍ଟରୁ ସିଧା ତଳକୁ, ଯୋଉଟା କି
ଗୋଟେ ଇଟା ଫ୍ୟାକ୍ଟ୍ରି ଅଛି ତୁମେ ଦେଖିପାରୁଥିବ। ସେଇ ଇଟା ଫ୍ୟାକ୍ଟ୍ରିରୁ ସିଧା ଡାହାଣ ପଟେ ଟିକେ ଯିବ ହେଲେ ସେ ଜୁମ୍ବା ଭିତରେ ଅଛି ପୋଖରୀଟା ଦେଖିପାରୁଥିବେ। ଏମିତି କିଛି ଅଛି ଦେଖନ୍ତୁ, ସବୁବେଳେ ତମକୁ ଦେଖୁଛି। ଆଉ ଏଟା ବହୁତ ଉଷାର ବି ଅଛି ବନ୍ଧଟା, ଦେଖନ୍ତୁ ପୁରା ଉଷାର ଅଛି ଭାଇ। ଦେଖନ୍ତୁ ସମସ୍ତେ ଗୋଟେ କେମିତି ଦେଖୁଛି କିଛି ବହୁତ ବଡ ଅଛି ବନ୍ଧଟା, ଦେଖନ୍ତୁ ପୁରା ପାଣି ପାଣି ତଳେ ଅଛି, ପୁରା ଫୁଲ ପାଣି ଅଛି ଦେଖନ୍ତୁ ଏମିତି କିଛି ଅଛି। ଆଜିର ଭିଡିଓରେ ଏଇଠି ରହିଲି, ଆଉ ଗୋଟେ ନୂଆ ଭିଡିଓରେ ଦେଖା ହେବା। ନମସ୍କାର।